କାଲି ଆମେ ଆଲୋଚନା କରିଥିଲେ ମୁନି ସମାଜର ପ୍ରତିଷ୍ଠା ଦିବସ ଉପରେ। କାଲି 25 ତାରିଖ ଥିଲା, ଆଜି 26 ତାରିଖ। ଆଜି ଡିସେମ୍ବର 26 ମୁନି ସମାଜର ପ୍ରତିଷ୍ଠା ଦିବସ। 1935 ମସିହା ଡିସେମ୍ବର 26 ତାରିଖରେ ଗୁରୁଦେବ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ। ତାଙ୍କ ଗୃହରେ ମୁନି ସମାଜ ପ୍ରତିଷ୍ଠା କରିବା ପାଇଁ। ଦେଖନ୍ତୁ, ଟିକେ ମାତ୍ର ଭାବନା ଆଜି ସାରା ବିଶ୍ୱକୁ କେତେ ବିରାଟ ଦିଗ୍ଦର୍ଶନ ଦେଇଛି। ଜଣକ ଘରେ ଗୋଟିଏ ବ୍ୟକ୍ତି ସାରା ବିଶ୍ୱ ପାଇଁ କେତେ ଆଲୋକ ସୃଷ୍ଟି କରିଛି। ସାରା ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରରେ ହଉ, ଧର୍ମ କ୍ଷେତ୍ରରେ ହଉ ବା ଆଧ୍ୟାତ୍ମିକର ଶେଷ ସୀମାରେ ମଧ୍ୟ କହିଲେ ଅତ୍ୟୁକ୍ତି ହେବନି। ଆଧ୍ୟାତ୍ମିକର ଶେଷ ସୀମା, ଏ ସିଦ୍ଧାନ୍ତ ତାଙ୍କର ଯୁଗାନ୍ତକାରୀ ସିଦ୍ଧାନ୍ତ ମୁନିମାନଙ୍କ ଉପରେ କେତେ ବିରାଟ ଆଲୋଡ଼ନ ସୃଷ୍ଟି କରିଛି। ପ୍ରଥମେ ଆର୍ଯ୍ୟ ସମାଜ ଥିଲା। ଆର୍ଯ୍ୟ ସମାଜରେ ମୁଁ ତ କାଲି ଆଲୋଚନା କରୁଥିଲି, ଆର୍ଯ୍ୟ ସମାଜକୁ ସେ ଯାଉଥିଲେ ଏବଂ ତାଙ୍କର ଯେଉଁ ନୀତି ନିୟମ ଅଛି ତାକୁ ମଧ୍ୟ ନିରୀକ୍ଷଣ କରୁଥିଲେ, ଦେଖୁଥିଲେ ଆ ଭିତରେ କ'ଣ ଅଛି। ପ୍ରଥମେ ଯେତେବେଳେ ମୁନି ସମାଜ ହେଇନଥିଲା, ଦୟାନନ୍ଦ ସରସ୍ୱତୀଙ୍କର ଆର୍ଯ୍ୟ ସମାଜ ଥିଲା। କିନ୍ତୁ ଯିଏ ବିରାଟ ଶକ୍ତିର ଅଧିକାରୀ ଆଉ ସାରା ବିଶ୍ୱ ପାଇଁ ଗୋଟେ ସ୍ୱାସ୍ଥ୍ୟ କ୍ଷେତ୍ରରେ ତାକୁ ବର୍ଣ୍ଣନା ବି କରି ହେଉନି। ସ୍ୱାସ୍ଥ୍ୟ କ୍ଷେତ୍ରରେ କ'ଣ ଅବଦାନ ଅଛି ଶିବମୁନିଙ୍କ, ତାକୁ ବି କହି ହେବନି। ଏତେ ରହସ୍ୟ ଲୁଚି ରହିଛି ସାଧନରେ। ତେଣୁ ସେ କେମିତି ଗୋଟେ ସାଧାରଣ ବ୍ୟକ୍ତି ହିଁ ରହିବେ? କାହାର ଅନୁଯାୟୀ ସେ କେମିତି ହେବେ? ତେଣୁ ତାଙ୍କୁ ସ୍ୱତନ୍ତ୍ର ବୁଦ୍ଧିରେ ନିଜର ସ୍ୱତନ୍ତ୍ର ଅଭିଜ୍ଞତା ଜ୍ଞାନକୁ ନେଇକରି ଯୋଗର ପୂର୍ଣ୍ଣାଙ୍ଗ ଯୋଗ କହିଲେ ଅତ୍ୟୁକ୍ତି ହେବନି। ଯେଉଁ ଅଷ୍ଟାଙ୍ଗ ଯୋଗ ରହିଛି ପାତଞ୍ଜଳିଙ୍କର, ସେ ଅଷ୍ଟାଙ୍ଗ ଯୋଗର ପୂର୍ଣ୍ଣତାକୁ ନେଇକରି ପାତଞ୍ଜଳି ତ ଆସିଛନ୍ତି, ବହୁତ କଥା କହିଛନ୍ତି, କିନ୍ତୁ ଶିବମୁନି ସେଗୁଡ଼ା ରଖିନାହାନ୍ତି। ତାଙ୍କର ନିଜସ୍ୱ ଅନୁଭୂତି ରଖିଛନ୍ତି, ନିଜସ୍ୱ ମତ ରଖିଛନ୍ତି ତା ଭିତରେ, ଯେଉଁଟାକୁ ନେଇକରି ସେ ଡିସେମ୍ବର 26 1935 ମସିହା ସ୍ୱାଧୀନତା ପୂର୍ବରୁ ଏଇ ମୁନି ସମାଜକୁ ସ୍ଥାପନ କରିଥିଲେ ତାଙ୍କ ଘରେ, ନିଜ ଘରେ। 5 ଜଣ ମୁନି ତାଙ୍କର ସେତେବେଳକୁ ତାଙ୍କ ମତ ସହିତ ମିଶି ଯାଇଥିଲେ ମୁନି ସମାଜ ପାଇଁ, ଏବଂ ବାରମ୍ବାର ସେ ଆସୁଥିଲେ, ସିଦ୍ଧାନ୍ତକୁ ଶୁଣୁଥିଲେ, ଶିବମୁନିଙ୍କ ସାଧନ ମଧ୍ୟ ଦେଖୁଥିଲେ, ଆଉ ଜିଜ୍ଞାସୁ ଥିଲେ। ସେମାନେ ବହୁତ ଜିଜ୍ଞାସୁ ଥିଲେ। ସେ 5 ଜଣ ମୁନି ନେଇକରି ଗୋଟେ ମୁନି ସମାଜ କରିବା ପାଇଁ ସ୍ଥିର କଲେ ଏବଂ ତାପରେ ଆଉ 2-3 ଜଣ ଡାକିଲେ, ଯେଉଁମାନେ ଆଉ ଟିକେ ଟିକେ ଜାଣିଥିଲେ, ମୁନି ସମାଜ ଆସୁଥିଲେ, ତାଙ୍କୁ ମଧ୍ୟ ଡାକିକିରି ଏମିତି ସର୍ବମୋଟ 8 ଜଣ ମୁନି ହେଲେ। ଯେଉଁଦିନ ମାନେ ମୁନି ସମାଜ ସ୍ଥାପନ କରିବେ, ସେଇଦିନ 8 ଜଣ ମୁନି ନେଇକରି ସେ ସ୍ଥାପନ କରିଥିଲେ। ତାଙ୍କ ଘର ଥିଲା, ସେ ତ ଭଡ଼ା ଘରେ ରହୁଥିଲେ। ଘରୁ ବିତାଡ଼ିତ ହୋଇଯାଇଥିଲେ। ସେତେବେଳକୁ ବିତାଡ଼ିତ ନୁହେଁ ତ ସେ ପଳେଇ ଆସିଥିଲେ। ଏତେ ଅସହ୍ୟ ବେଦନା ହେଇଥିଲା ସାଧନ କ୍ଷେତ୍ରରେ, ସେ କରିପାରିଲେନି ଜମା। ସଦାବେଳେ ବିରୋଧରେ ରହିଲେ, ଘର ଲୋକ ରହିଲେ, ବାପା ରହିଲେ, ସାହି ପଡ଼ିଶା ରହିଲେ। ତାଙ୍କର ଚିନ୍ତାଧାରା, ତାଙ୍କର ଧାର୍ମିକ ଭାବନା ଆଉ ଆଙ୍କର ଧାର୍ମିକ ଭାବନା, ଆଙ୍କର ସାଧନ ଖାପ ଖାଇଲାନି। ତାଙ୍କ ବାପା ଜଣେ
पंडित हवापाई शिवमुनि की बारंबार प्रेरणा दौले संस्कृत रे गोटे बड़ पंडित हेबे एवं पांडित्य रे किछि पैसा रोजगार करिवे ठाकुर पूजा करिवे ये तांका उद्देश्य थिला। तांकर जजमान थिला पुरोहित काम करुथिले मंदिर पूजा करुथिले तेणु गुरुदेव को सही नियोजित करने एवं संस्कृति सेतेबेले गोटे बड़ पाठ थिला वेद अध्ययन करवा संस्कृत पढ़ा तेणु शिवमुनि के सही बारंबार से संस्कृत विद्या को पढ़ाई प्रेरणा देते ये संस्कृत पढ़े किंतु शिवमुनि का सिद्धांत तो अलग तांकर से तो कहते मु 5000 वर्ष पर आसी जन्म 5000 वर्ष पर से बही लिखि तेणु सी केते विराट रहस्य को लेकिन आसचंती सारा पृथ्वी पई गोटे विराट अवदान नहीं कि आसचंती दान स्वरूप दे गले जोटा मुनि समाज तेणु सी केमती बापा सहित मत रहिबे तेणु दिमत जो गला घर छाड़िया पड़े एपरिक माड़ खाई बापा गुरुदेव आउ बारंबार जी आत्मारे डुबिकी रोते प्रति मुहूर्त समाधि अति कम समय कम वर्ष से केमती सिद्धांत भितर रहिबे बहुत असह्य है पर घर छाड़िले विवाह करथिले हेतु ना थिला से मांकर अरुंधति विवाह करथिले से किंतु माँ बहुत रोगाक्रांत थिले सेतेबेले जा हो से रोगाक्रांत शरीर पैसार अभाव जड़े घर छाड़ियो माने पैसा भी नथिबो टिके भी पैसा नथिबो ता सत्वे घर भड़ा कोठी नहीं घर भड़ा दवा निजे खाइबा बंचिबा रहिबा बहुत कष्टकर हेतु अनुभव करंतु तेणु से दुख जंत्रणा भितरे मु भी जति जानी जार दुख नहीं तार अनुभव नहीं जार जिते बड़ दुख अच्छी तार सेते अभिज्ञता ज्ञान सृष्टि हम आउ साधन क्षेत्र में अग्रसर हम से व्यक्ति अग्रसर हम जमती गोटे बॉल को आम जोर पिटी दबा तल जो बॉल जिते दूर माड़ हम से उपरକୁ से उठियो ये सेमती दुखर जिते बड़ दुख नहीं आम पिटी हवा सी से उपरକୁ उठियो से भारत वर्ष रे धर्मर बहुत प्रचार चली आध्यात्मिक भाव लोक मान बहुत थिला किंतु शिवमुनि देखिले बहुत जहाँ कहती धर्म को लेकर कलुषित भावना थिला मजहब भावना थिला कुसंस्कार थिला अंधविश्वास थिला से कथा मन भितर थिला गुरुदेव मन भितर केमती ये सब दूर हम आउ ये गोटे मुनि ऋषिर देश मुनि मानकर परंपरा जारी रखा आवश्यकता अच्छी भारत वर्ष रे भारत वर्ष सब जिनस बाहर एपरिक उड़ाजाज तैयारी भारत वर्ष रे प्रथम ज्ञान सृष्टि होता मुझे कहबी सबकि वैज्ञानिक ज्ञान भारत वर्ष रे सृष्टि होता से मुनि ऋषि द्वारा भरद्वाज हूँ भागवत हूँ चरक हूँ सुश्रुषु हूँ जिते आसी सब ऋषि मनु समस्ते किसी ना किसी अवदान अच्छी भारत वर्ष रे मुनि ऋषि आगे मुनि ऋषि माने जो पंजाब वर्तमान अच्छी सेटा
ମହେଞ୍ଜୋଦାର ହରପ୍ପା ଥିଲା। ସେଇ ମହେଞ୍ଜୋଦାର ହରପ୍ପାରେ ଭାରତର ସବୁ କୋଣରୁ ଅନୁକୋଣରୁ ଯାଇକି ସେଠି ରିସର୍ଚ୍ଚ କରୁଥିଲେ। ମହେଞ୍ଜୋଦାର ହରପ୍ପାରେ, ବର୍ତ୍ତମାନ ଯେଉଁଟା ପଞ୍ଜାବ, ସେଠି 8 ମାସ 4 ମାସ ଯାଉଥିଲେ, ସେଠି ରହୁଥିଲେ, ଆଉ 8 ମାସ ଫେରି ଆସୁଥିଲେ ନିଜ ଗ୍ରାମ। ଯେଉଁ ମୁନି ଋଷିମାନେ ବା ଯିଏ ରିସର୍ଚ୍ଚ କରୁଥିଲେ, ସାଧନ କରୁଥିଲେ, ସେମାନେ ସେଇଠି 4 ମାସ ଯାଇକରି ନିଜର ନିର୍ଯାସ ଯାହା ଅନୁଭବ କରିଥିଲେ ସେଇଟା ସେଠି କହୁଥିଲେ। ପରସ୍ପର ଭିତରେ ଆଲୋଚନା ହେଉଥିଲା। ଯେଉଁ ବେଦ ସୃଷ୍ଟି ହେଇଥିଲା ସେଇ ପଞ୍ଜାବର ମହେଞ୍ଜୋଦାର ହରପ୍ପାରେ। ତେଣୁ ଯେଉଁ ଯିଏ ବେଦକୁ ଯାହା ଅନୁଭବ କରୁଥିଲେ ସାଧନରେ ସେଠି ଯାଇକରି ରଖୁଥିଲେ ମତ। ଆଉ ସେଠି ଲେଖନୀ ନଥିଲା, ତାଳପତ୍ର ନଥିଲା, କେମିତି ଲେଖାଯିବ? ତେଣୁ ସମସ୍ତେ ପରସ୍ପର ଶବ୍ଦକୁ ମନେ ରଖୁଥିଲେ। ତେଣୁ ବେଦର ଅନ୍ୟ ନାମ ହେଉଛି ସ୍ମୃତି, ଶୁଣିକିରି ମନେ ରଖିବା, ବୁଝିଲେ? ତେଣୁ ସେଠି ଏଇ ଯେଉଁ ପରମ୍ପରା ଥିଲା, ଆଉ ଯିଏ ଗୋଟିଏ ବେଦକୁ ଘୋଷିକି ରଖୁଥିଲା, ମନେ ରଖୁଥିଲା, ତାକୁ ବେଦୀ କୁହାଯାଉଥିଲା। ଦେଖିବେ ପଞ୍ଜାବରେ ବେଶୀ ବେଦୀ ଟାଇଟେଲ ଅଛନ୍ତି। ବେଦୀ ଯିଏ 2ଟା ବେଦକୁ ଘୋଷିକିରି ମନେ ରଖୁଥିଲେ ମନରେ, ତାକୁ ଦ୍ୱିବେଦୀ କୁହାଯାଉଥିଲା। 3ଟା ବେଦକୁ ଯିଏ ଘୋଷିକି ମନେ ରଖୁଥିଲେ ତ୍ରିବେଦୀ କୁହାଯାଉଥିଲା। 4ଟା ବେଦକୁ ଯିଏ ମନେ ରଖୁଥିଲା ତାକୁ ଚତୁର୍ବେଦୀ କୁହାଯାଉଥିଲା ଟାଇଟେଲ। ଆଉ ଯିଏ 4 ବେଦକୁ ରଖୁଥିଲା, ମାନେ ଯେମିତି ହେଡମାଷ୍ଟର ପୋଷ୍ଟ ଗୋଟେ, ସର୍ବୋଚ୍ଚ ସ୍ଥାନର ଅଧିକାର, ତାକୁ ବ୍ରହ୍ମା କୁହାଯାଉଥିଲା। ଏଇ 4 ବେଦକୁ ଯିଏ ରଖିଲା ତାହାରି ନାମ ବ୍ରହ୍ମା ହେଲା। ମାନେ 4 ବେଦକୁ ଯିଏ ଘୋଷିକି ରଖିଥିଲା ମନ ଭିତରେ, ଯେମିତି ଗୋଟିଏ ଶବ୍ଦ ଅହଂ ବ୍ରହ୍ମାସ୍ମି, ଅୟଂ ଆତ୍ମା ବ୍ରହ୍ମ, ତତ୍ତ୍ୱମସି, ଏସବୁ ଯେଉଁ ବାକ୍ୟ ବେଦର, ତାକୁ ମନେ ରଖୁଥିଲେ। ଶିବମୁନିଙ୍କର ଏଇ ଯେଉଁ ଧାରଣା ଭାରତବର୍ଷରେ ଥିଲା ବେଦ ବେଦାନ୍ତ ଉପରେ, ତାକୁ ମଧ୍ୟ ମନ ଭିତରେ ସାଇତିକି ରଖିଥିଲେ ଯେ ସେଇ ଜିନିଷଟା ପୁଣି ଉତ୍ଥାପନ ହଉ, ପୁଣି ଉଜ୍ଜୀବିତ ହଉ। ଯେଉଁ ଦେଶରେ ଏଭଳି ଜ୍ଞାନ ଥିଲା ଲୁପ୍ତ ହେଇଯାଉଛି ନା, ତାକୁ ପୁଣି ସଂରକ୍ଷଣ କରିବା ଉଦ୍ଦେଶ୍ୟରେ ମୁନି ଋଷିଙ୍କ ପରମ୍ପରାକୁ ସେ ମୁନି ସମାଜ ସ୍ଥାପନ କଲେ। ତେଣୁ ସେଇ ମୁନି ସମାଜ ସ୍ଥାପନର ମୂଳ ଉଦ୍ଦେଶ୍ୟ ଥିଲା ଯୋଗ କରିବା, ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ ଯୋଗ ମାଧ୍ୟମରେ କେମିତି ସୁସ୍ଥ ହେଇପାରିବେ, ସରଳ ଜୀବନଯାପନ କରିପାରିବେ। ଆଉ ଏ ଯୋଗଟାକୁ ଅତି ସରଳୀକରଣ କରିଦେଲେ ଶିବମୁନି ତାଙ୍କ ସିଦ୍ଧାନ୍ତରେ। ଯେଉଁ ଚକ୍ରଭେଦନ ଦେଇଛନ୍ତି, ଯେଉଁମାନେ କରିଥିବେ ଚକ୍ରଭେଦନ, ସେମାନେ ଜାଣିଥିବେ କେତେ ମହତ୍ଵ ଅଛି। ତେଣୁ ଏ ଚକ୍ରଭେଦନଟା ତାଙ୍କର ଗୋଟେ ଅଦ୍ଭୁତ ସାରା ବିଶ୍ୱ ପାଇଁ, ଭାରତ ନୁହେଁ ତ ସାରା ବିଶ୍ୱ ପାଇଁ ଗୋଟେ ଅଦ୍ଭୁତ ଦାନ। ଯେଉଁ ଚକ୍ରଭେଦନରେ ଏଡ୍ସ ଭଲ ହେଇଯାଉଛି, ପୋଲିଓ ଭଲ ହେଇଯାଉଛି, ପାରାଲିସିସ୍ ଭଲ ହେଇଯାଉଛି, କ୍ୟାନ୍ସର ଭଲ ହେଇଯାଉଛି, ଯେତିକି ଡିଜିଜ୍ ଅଛି, ମାନେ ସଲ୍ୟୁସନ ଗୋଟିଏ, ପ୍ରୋବ୍ଲେମ ଅନେକ, ସମସ୍ୟା ଅନେକ, କିନ୍ତୁ ସଲ୍ୟୁସନ ଗୋଟିଏ। ସେ ଚକ୍ରଭେଦନ ତାଙ୍କର ନିଜସ୍ୱ ଅନୁଭୂତିରୁ ସେ ତିଆରି କଲେ। ମାନେ ତାଙ୍କୁ କେତେ ବର୍ଷ ଲାଗିଲା ସେ ତିଆରି କରିବା ପାଇଁ? 52 ବର୍ଷ ଲାଗିଲା। ରିସର୍ଚ୍ଚ କରିକିରି, ଅନୁଭବ କରିକିରି 52 ବର୍ଷ ପରେ ଏଇ ମୁନି ସମାଜ ଯେଉଁ କୁହାଯାଉଛି, ଡିସେମ୍ବର 26, 1935 ମସିହାରେ ସ୍ଥାପନ କରିଥିଲେ। ସେତେବେଳକୁ ତାଙ୍କୁ 52 ବର୍ଷ ହେଇଯାଇଥିଲା। ଜଣେ ରିସର୍ଚ୍ଚ କରୁଛି 52 ବର୍ଷ, ପ୍ରତ୍ୟେକ ଅଙ୍ଗ, ପ୍ରତ୍ୟେକ ଉପଅଙ୍ଗ, ରକ୍ତ, ମାଂସ, ହାଡ଼, ପ୍ରାଣ, ମନ, ବୁଦ୍ଧି, ଯେତେ ପ୍ରକାର ଶରୀର ଭିତରେ ଅଛି, ସେ ତାକୁ ତନ୍ନ ତନ୍ନ କରି ଦେଖୁଥିଲେ 52 ବର୍ଷ ଭିତରେ। ସବୁ ଯୋଡ଼ ଅବୟବ
ଯେତେ ଶରୀରର ଯାହା ଅଛି ସେ ଭିତରକୁ ଦେଖୁଥିଲେ, କ'ଣ କଲେ, କେଉଁ ସାଧନ କଲେ କେମିତି ସେଇଟା ଠିକ୍ ହେଇପାରିବ, ରିସର୍ଚ୍ଚ କରୁଛନ୍ତି। ଦେଖନ୍ତୁ, ଏଇ ଯେଉଁ ଚକ୍ରଭେଦନ ମୁନି ସମାଜର ଗୁପ୍ତ ରଖାଯାଇଛି, ଏଇଥିପାଇଁ ଏଇଟା କେଉଁଠି ନାହିଁ, ଗୁପ୍ତ ମଧ୍ୟ ରଖିଲେ। କାରଣ କେତେ କଷ୍ଟ, କେତେ କେତେ ସାଧନରେ ଆକୁ ସେ ଆଣି ରଖିଛନ୍ତି ନା ଆଗରେ। ତେଣୁ ଯଦି ଗୁପ୍ତ ନ ରହିବ ସେ ଅପଭ୍ରଂଶ ହେଇଯିବ। ଯେମିତି ଜଣଙ୍କ ଦରକାର ନାହିଁ, ଇଏ ଦେଖିବ, ହଁ ଏଇଗୁଡ଼ା କ'ଣ ପିଲା ଖେଳ, ତେଣୁ ତାକୁ ଗୁପ୍ତ ରଖିଛନ୍ତି ଏ ସାଧନକୁ। ଯାହା ହଉ, ସେ ତାଙ୍କ ଘରେ 8 ଜଣ ମୁନିକି ନେଇକରି ଯେଉଁ ପ୍ରୋସେସରେ ଶପଥ କରେଇଥିଲେ, କାଲି ତ ମୁଁ କହିଥିଲି, ତଥାପି ଆଜି ମଧ୍ୟ କହୁଛି, ଗୋଟେ ଜରି ପଡ଼ିଥିଲା, କୋଠା ଘର ଭଡ଼ା ନେଇଥିଲେ ଗୋରଖପୁର ପ୍ରପର ଟାଉନରେ। ତାଙ୍କ ଘରଠାରୁ ଅଳ୍ପ ଦୂର ହେବ, ସେଠି ରହିକି ସେ ମୁନି ସମାଜକୁ ସ୍ଥାପନ କଲେ। ସମସ୍ତେ ବସିଲେ, ଗୋଟେ ପିଣ୍ଡି ତିଆରି ହେଲା, ସମସ୍ତେ ବସିଲେ। ଗୁରୁଦେବଙ୍କ ଡାହାଣ ହାତ ତଳେ ରହିଲା, ପାପୁଲି ହାତ ରହିଲା ତଳେ ମାଟି ଉପରେ, ଆଉ 8 ଜଣଙ୍କ ମୁନିଙ୍କର ଯେଉଁ ଡାହାଣ ହାତ, ସମସ୍ତଙ୍କ ଡାହାଣ ହାତ ତାପରକୁ ରହିଲା ପାପୁଲି ଉପରେ। 8ଟା ହାତ ରହିଲା, ମାନେ 8 ଜଣ, 7ଟା ହାତ ରହିଲା, ଗୁରୁଦେବଙ୍କ ଗୋଟେ ହାତ, 8 ଜଣ ହେଇଗଲେ। ଆଉ ତା ଉପରେ ଗୁରୁଦେବଙ୍କର ବାମ ହାତ ରହିଲା, ମାନେ ଯେଉଁ 7 ଜଣ ରହିଲେ ଭିତରେ, ତାଙ୍କ ହାତକୁ ଆଉ ଗୁରୁଦେବଙ୍କର 2ଟି ହାତ ଚାପିକି ରଖିଲେ ଏବଂ ସେଇଠି ଶପଥ କରାଗଲା। ଓଙ୍କାର କରି ଶପଥ ପାଠ କରାଗଲା। ମୁନି ସମାଜରେ ଯେମିତି ଆମେ ଶପଥ କରାଉଛୁ, ଯେ ମୁନି ସମାଜ ଗୋଟେ ପ୍ରତିଷ୍ଠା ହେବ, ଆମେ ମାନେ ଏକବଦ୍ଧ ହେଲେ, ଗୋଟିଏ କଥା ରହିଲା, ଯେମିତି ମୁନି ସମାଜକୁ ସେମାନେ ଓହରି ନ ଯାଆନ୍ତି। ଶପଥ ନେଲେ, ପ୍ରଚାର କରିବା ପାଇଁ ଶପଥ ନେଲେ, ସବୁକିଛି ସିଦ୍ଧାନ୍ତ। ଶକୁନ୍ତଳା ଦେବୀ ମଧ୍ୟ ସେଥିରେ ଥିଲେ। ଶପଥରେ ତାଙ୍କ ଘରେ ଗୋଟେ ଛୋଟ ଭଡ଼ା ଘର, କେତେ ବିରାଟ ସିଦ୍ଧାନ୍ତ ନିଆଗଲା ସେଦିନ, ଅନୁଭବ କରନ୍ତୁ। ଆଜି 35 ମସିହା ହେଲେ 65 ବର୍ଷ, ଇଏ 21 ବର୍ଷ, କେତେ 35, 75, 85, 86 ବର୍ଷ ହେଇଗଲା ମୁନି ସମାଜ ସ୍ଥାପନ କରାଯାଇଛି। ଆ ଭିତରେ 8 ଲକ୍ଷ 10 ଲକ୍ଷ ଅନୁଯାୟୀ ହେଇଯାଇଛନ୍ତି। ଆମେ ଗୋଟେ ଯଦି ହିସାବ କରିବା, ବୋଧେ 10 ଲକ୍ଷ ହେବେ ମୁନିମାନେ। ଏଇଠି ପ୍ରଶ୍ନ ଉଠିବ, ଯଦି ଏତେ ସୁନ୍ଦର ସଂସ୍ଥା, ଏତେ ଭଲ ଜିନିଷ, ଏ ପ୍ରଚାର କାହିଁ ହେଉନି? ମାନ୍ଦା ଗତିରେ ଚାଲିଛି। କାଲି ତ ମୁଁ କହୁଥିଲି, ସତ୍ୱରଜତମ, ସତ୍ୱର ଗତି ଅତି କ୍ଷୀଣ, ଧୀର, ମନ୍ଥର ଗତି, କ୍ଷୀଣ ନୁହେଁ, ମନ୍ଥର। ରଜର ଗତି ଆଉ ଟିକେ ଅଧିକା, ଆଉ ତମର ଗତି ବହୁତ କ୍ଷିପ୍ର, ତମ ଗୁଣ ଯୋଉଟା ଅଛି। ତେଣୁ ସତ୍ୱଗୁଣର ଆଧାରିତ ଏଇ ମୁନି ସମାଜ, ଯୋଉଟାକି ସାରା ଧର୍ମକୁ ବାନ୍ଧି ରଖିଛି, କହିଲେ ଅତ୍ୟୁକ୍ତି ହେବନି। ଧର୍ମ ବନ୍ଧା ହେଇଛି ସତ୍ୱଗୁଣରେ। ମନ୍ଥର ଗତି ହଉ। ତେଣୁ ମୁଁ କେବେ କଳ୍ପନା ବି କରିନି, ମୋ ଜୀବନରେ ପ୍ରଥମ ଯେତେବେଳେ ମୁଁ ନିଜେ ଭଲ ହେଲି, ମୋର ୟୁରିନ୍ ଟ୍ରବୁଲ୍ ହେଇଥିଲା, ମୁଁ ବି ରିସର୍ଚ୍ଚ କଲି, ମୁଁ ବି ସେ ଜାଗାକୁ ଦେଖିଲି ଯେଉଁଠି ଖରାପ ହେଇଥିଲା ପୋଷ୍ଟ ଅରେସ୍ଟରେ। ମୁଁ ରିସର୍ଚ୍ଚ କରୁ ସେଇଟା ବି ଦେଖାଗଲା, କେଉଁ ପୋଜିସନରେ ଅଛି, କେମିତି କରାଯାଇପାରିବ, କେମିତି ଅଣୁ ସୃଷ୍ଟି ହେଉଛି, କେମିତି କଣିକା ସେଥିରେ ଲାଗୁଛି, ପ୍ରୋଟନ୍ ଇଲେକ୍ଟ୍ରନ୍ ଯାହା ଯେମିତି ସବୁ ଅଛି, କେମିତି ଗଠନ ହେଉଛି। ମୁଁ 7 ବର୍ଷ ନିରନ୍ତର ସାଧନ କରିଛି, ନିରନ୍ତର। ଆକାଶ ଫାଟି ଯାଇଥିବ, ସମୁଦ୍ର ଉଛୁଳୁଥିବ, ଗରମର ଚରମ ସୀମାରେ ମଣିଷ ପହଞ୍ଚି ସନଷ୍ଟ୍ରୋକରେ,
ନଈରେ ଯାଇ ବୁଡ଼ିଛନ୍ତି ମଣିଷ। ଏତେ ଗରମ ହେଇଥିଲା, ପଡ଼ିଆରେ ଯାଇ ଶୋଇଲେ ରାତିରେ। ତା ସତ୍ତ୍ୱେ ବି ମୁଁ ଘର ଭିତରେ ପଶିକିରି ସାଧନ କରିଥିବି, କାରଣ ଡିସକଣ୍ଟିନ୍ୟୁ ନ ହବ, ନିରନ୍ତର ସାଧନ। ତା ଦେହରେ ଫ୍ଲଡ୍ ହେଇଛି, ସାଇକ୍ଲୋନ ହେଇଛି, ଡ୍ରଟ୍ ହେଇଛି, ସୁପର ସାଇକ୍ଲୋନ ହେଇଛି, ସୁପର ଫ୍ଲଡ୍ ହେଇଛି। 2000 ମସିହାରେ 1999 ହେଲା ସାଇକ୍ଲୋନ। ମୋର ଏକାଗ୍ରତା, ମୋତେ ଏକାଗ୍ରତା ହିଁ ଆଣି ଦେଇଥିଲା ସାଧନର ବହୁତ ତତ୍ତ୍ୱ। ତେଣୁ ମୁଁ ନିଜେ ଯେତେବେଳେ ଭଲ ହେଲି, ମାନେ ମୋର ଯାହା ହେଇଥିଲା ସେଇଟା ବି ଭବିଷ୍ୟତରେ କ୍ୟାନ୍ସର ହେଇଥାନ୍ତା କି କ'ଣ ହେଇଥାନ୍ତା କହିହେବନି, କ୍ଲୋଜ୍ ଟୁ କ୍ୟାନ୍ସର। କ୍ୟାନ୍ସର ହେଇନଥିଲା, ମାନେ ଯେତେବେଳେ ପରିସ୍ରା ବନ୍ଦ ହେଇଯାଉଥିଲା ସେଇଟା କ'ଣ ହେଇଥାନ୍ତା ଶେଷରେ। ତେଣୁ ମୁଁ ଯେତେବେଳେ ମୁଁ କହିଲି ଦୁଃଖ ଯେତେ ଯାହାର ଅଛି ସେ ସେତେ ଅଭିଜ୍ଞତା ଜ୍ଞାନ ଆଣିବ। ମୋର ଯଦି ୟୁରିନ୍ ଟ୍ରବୁଲ୍ ନ ହେଇଥାନ୍ତା ମୁଁ ଏ ତତ୍ତ୍ୱକୁ ପାଇନଥାନ୍ତି, ଏତେ ରିସର୍ଚ୍ଚ ହେଇନଥାନ୍ତା ମୋ ମାଇଣ୍ଡ ଭିତରେ। 3 ଥର ସାଧନ କରିନଥାନ୍ତି ଦିନକୁ, ଆଉ ଲଗାତାର 7 ବର୍ଷ ସାଧନ ବି ମୁଁ କରିନଥାନ୍ତି। 7 ବର୍ଷ ପର୍ଯ୍ୟନ୍ତ ମୁଁ ଡୁବିକିରି ଥିଲି ପୁରା ସାଧନରେ, ଆତ୍ମା ସହିତ। ତା ଦେହରେ ଭଲି ଖେଳିଛି, କ୍ରିକେଟ ଖେଳିଛି, ପାହାଡ଼ ଉପରେ ରହିଛି, ବନ୍ଧୁ ଘରକୁ ଯାଇଛି, ସବୁ କାମ କରିଛି। କିନ୍ତୁ ଯୋଉଠି ଗଲେ ବି ମନ ସେଇଠି ଥାଏ, କେମିତି ଉଠି ରାତିରେ ସାଧନ କରିବି। ଆଉ ସେଇଟା ସମ୍ଭବ ହେଇଥିଲା ସେ 7 ବର୍ଷ ଭିତରେ, ନିରନ୍ତର ସାଧନ ଭିତରେ, ଯୋଉଟା ଗୋଟେ ବଡ଼ ରେଜଲ୍ଟ ଦେଇଥିଲା ମୋତେ। ତାପରେ ମୁଁ ଦେଖିଲି ନିଜକୁ ଭଲ ହେଲା ପରେ ମୋ ମନ ଭିତରେ ସୃଷ୍ଟି ହେଲା ଯେ ଯେତେ ରୋଗ ଅଛି ସେଟା ଭଲ ହେଇପାରିବ। ହଠାତ୍ ଆସିଲା ମୋ ମନ ଭିତରେ, ଶିବମୁନିଙ୍କ ସିଦ୍ଧାନ୍ତ ଛାଡ଼ନ୍ତୁ, ଶିବମୁନିଙ୍କ ସିଦ୍ଧାନ୍ତ ନେଇକି ତ ଆମେ ଆସିଲେ ଭଲ ହେଲେ, କିନ୍ତୁ ମୋ ମନ ଭିତରେ ସ୍ୱତଃପୃତ ଭାବରେ ସୃଷ୍ଟି ହେଲା ଯେତେ ରୋଗ ଯୋଉଠି ଯେମିତିଆ ରୋଗ ହେଇଥାଉ, ସେ କ୍ୟାନ୍ସର ହଉ, ବ୍ଲଡ଼ ପଚିକି ନଷ୍ଟ ହେଇଯାଉ, ମାନେ କ୍ୟାନ୍ସର ଗଳି ପଡ଼ୁ, ପୁରା ମାନେ ମାଂସ ଗଳି ପଡ଼ୁ। ମୋ ପାଖକୁ ତ ଆସିଛନ୍ତି ଗୋଟେ ଗାଲ ନଥିବ, କପଡ଼ା ଘୋରେଇକି ଆସିছে କ୍ୟାନ୍ସର ପେସେଣ୍ଟ। ଦେଖିଲେ ତମେ ଡରିଯିବ। ଗୋଟେ ପଟ ବିଲକୁଲ ନଥିବ, ଦାନ୍ତ ଦେଖାଉଥିବ, ମାଡ଼ି ଦେଖାଉଥିବ, ଗାଲ କଣା ହେଇକି ଏପଟ ସେପଟ ପୂଜ ଦେଉଥିବ। ଭଲ ହେଇଛନ୍ତି, ବ୍ଲଡ଼ କ୍ୟାନ୍ସର ବି ଭଲ ହେଇଛନ୍ତି, ଏଡ୍ସ ବି ଭଲ ହେଇଛନ୍ତି, ପାର୍କିଂସନ୍ ଭଲ ହେଇଛି, ସନ୍ତାନ ହେଇଛନ୍ତି। କେତେ ଅଦ୍ଭୁତ ଜିନିଷ ସବୁ ସୃଷ୍ଟି ହେଇଛି, ଏଇଟା ପରେ ହେଲା। କିନ୍ତୁ ମୋ ମନ ଭିତରେ ସୃଷ୍ଟି ହେଇଥିଲା ପ୍ରଥମ ଯେ ଯେତେ ଯୋଉ ପ୍ରକାର ରୋଗ ହଉ ସେ ଭଲ ହେଇଯିବ, ସେ ଯେମିତିଆ ରୋଗ ହେଇଥିବ। ଏ ଶିବମୁନିଙ୍କ ସିଦ୍ଧାନ୍ତକୁ ମୁଁ ଯେତେବେଳେ କାମରେ ଲଗେଇଲି ଅନୁଭବ ଆସିଲା। ଶିବମୁନିଙ୍କ ସାହିତ୍ୟକୁ ମୁଁ ବାରମ୍ବାର ପଢ଼ିଛି, ତନ୍ନ କରି ପଢ଼ିଛି ତାଙ୍କ ବହି ଗୁଡ଼ିକ। ପୁଣି ଓଡ଼ିଆ ବହି କାଳେ ଭୁଲ ଥିବ, ମୁଁ ଦିଲ୍ଲୀରୁ ହିନ୍ଦୀ ବହି ମଧ୍ୟ ମଗାଇଥିଲି, ହିନ୍ଦୀ ବହି ପଢ଼ିଲି, କାଳେ କୋଉଠି ଭୁଲ ହେଇଯାଇଥିବ। ଆଉ ମୁଁ ପଢ଼ିଲା ବେଳେ ମୁଁ ମନେ ରଖିଛି, ମୁଁ ଖୋଜୁଥିଲି କୋଉଠି ଭୁଲ ଅଛି କି ଗୁରୁଦେବଙ୍କର ଲେଖାରେ, କୋଉଠି ଯଦି ଭୁଲ ଖୋଜୁଥିଲି, ମୁଁ ବାରମ୍ବାର ଖୋଜୁଥିଲି, କାଳେ କୋଉଠି ଭୁଲ ଥିବ, ଏ ସିଦ୍ଧାନ୍ତ ବୋଧେ ଭୁଲ ହେଇଯିବ ସବୁ, କାଳେ କ'ଣ ଭୁଲ ଲେଖିଦେଇଥିବ ଗୁରୁଦେବ ଆଡଜଷ୍ଟ କରିକିରି। କିନ୍ତୁ ମୁଁ ପାଇନଥିଲି। ଏଇଟା ଗୋଟେ ବିଚିତ୍ର ଜିନିଷ। ମୁଁ ଖୋଜିଛି, ବାରମ୍ବାର ଖୋଜିଛି। ଗୋଟେ ବହିକୁ ମୁଁ 3 ଥର ପଢ଼ିଥିବି, 3ଟା କାଳିରେ ଅଣ୍ଡରଲାଇନ୍ କରିଥିବି, ସବୁଜ କଲର, ବ୍ଲୁ କଲର, ରେଡ୍ କଲର। ଯେତେ ଥର ପଢ଼ିବି ସେତେଟା କଲରରେ ମୁଁ ଅଣ୍ଡରଲାଇନ୍ କରୁଥିବି, ଲେଖୁଥିବି, ଇମ୍ପୋର୍ଟାଣ୍ଟ ଲେଖୁଥିବି। କେତେ ଗଭୀର ଭିତରେ ମୁଁ ଯାଇଥିବି ଅନୁଭବ କରନ୍ତୁ, କେତେ ନିକାଞ୍ଚନ ଭିତରେ ମୁଁ ଯାଇ ବସିଛି। 20-30 ଆମ୍ବ ଗଛ ଥିବ, ଯାଇ ସେଠି ମୁଁ ବସିଥିବି ନିକାଞ୍ଚନ, ଚଢ଼େଇ ବୋବଉଥିବ, କେହି ନଥିବେ, ପାହାଡ଼ ଉପରେ ରହିଛି ମୁଁ। କେବଳ ହିଁ ସେଇ ସିଦ୍ଧାନ୍ତ ଖୋଜୁଥିଲି, କ'ଣ କୋଉଠି ଭୁଲ ଅଛି, ଆଉ କ'ଣ ମିଳିବ, କୋଉଠି ବାକି ରହିଲା, ସାଧନରେ କୋଉଠି କ'ଣ ରହିଲା, କୋଉ ଚକ୍ରରେ କଲେ କ'ଣ ହଉଛି। ମୁଁ ତ ଭଲ ହେଇଯାଇଥିଲି ସେତେବେଳକୁ,
କିନ୍ତୁ ମୁଁ ଦେଖୁଥିଲି କେଉଁ ଚକ୍ର କଲେ କ'ଣ ଭଲ ହେବ, କେଉଁଠି ରେଜଲ୍ଟ ଆସେ, କେତେବେଳେ କଲେ କ'ଣ ରେଜଲ୍ଟ ଆସେ, ସକାଳ କଲେ କେମିତି ଆସୁଛି, ରାତିରେ ବ୍ରହ୍ମ ମୁହୂର୍ତ୍ତରେ, ଆଉ 12ଟା ବେଳେ କଲେ କେମିତି ରେଜଲ୍ଟ ଆସୁଛି, ସନ୍ଧ୍ୟାରେ କଲେ କମ୍ କେମିତି ରେଜଲ୍ଟ ଆସୁଛି। ମୁଁ 3 ଟାଇମ୍ କରୁଥିଲି, ଅବଶ୍ୟ ଗୋଟେ ବର୍ଷ 3 ଟାଇମ୍ କରିଛି, ତାପରେ 2 ଟାଇମ୍ କଲି, ତାପରେ 1 ଟାଇମ୍ କଲି। ରିସର୍ଚ୍ଚ, ପୁରା ରିସର୍ଚ୍ଚ ମାଇଣ୍ଡରେ ଥିଲି। ତେଣୁ ଶିବମୁନିଙ୍କ ଯେଉଁ ସିଦ୍ଧାନ୍ତ କଥା ମୁଁ ଆଜି ଅନୁଭବ କରୁଛି, ମୁଁ ଗର୍ବର ସହିତ କହିବି, ଯଦି ଆମେ କିଛି ରିସର୍ଚ୍ଚ କରିକିରି ଗବେଷଣା କରିକିରି ଯଦି ଏତେ ଉପଲବ୍ଧିର ଜ୍ଞାନ ଆମ ପାଖରେ ମିଳିଗଲା, 600 ଲୋକ ତ ଭଲ ହେଇଛନ୍ତି ଆମ ପାଖରେ, 600 ଲୋକ। ମାନେ କହୁଛି କୌଣସି ଏମିତି ପେସେଣ୍ଟ ଗୋଟେ ନାହାନ୍ତି ସେ ଭଲ ନ ହେଇଛନ୍ତି, କୌଣସି ଏମିତି ଗୋଟେ ରୋଗ ନାହିଁ ନ ଆସିଛନ୍ତି ଆମ ପାଖରେ। ସେଥିପାଇଁ ଆମେ ରୋଲିଂରେ ତ ଦେଇଛୁ ଏଇ ରୋଗ ସବୁ ଭଲ ହେଇଛନ୍ତି। କେବେ ମୁଁ କଳ୍ପନା କରିନଥିଲି ଆମ ପାଖରେ ରୋଗ ଭଲ ହେବ ବୋଲି, ଆଉ ସେ ଶିବମୁନିଙ୍କ ସିଦ୍ଧାନ୍ତ। ତେଣୁ ମୁଁ ଯେତିକି ଆମ ବୁଦ୍ଧିରେ ମୁଁ ଯେତିକି ପରଖ କରିଥିଲି, ଶିବମୁନି ଯେତେବେଳେ ସ୍ଥାପନ କରିଥିଲେ ମୁନି ସମାଜକୁ, ସେ କେତେ ପରଖ କରିଥିବେ ଏ ବିଦ୍ୟାକୁ, ନିଜକୁ ଆଉ ଏ ବିଦ୍ୟାକୁ ଅନୁଭବ କରନ୍ତୁ। କେତେ ଜୋର ଦେଇ ସେ ସ୍ଥାପନ କରିଥିବେ ମୁନି ସମାଜ, ସେଇଥିପାଇଁ ଆଜି ହଜାର ଲୋକ ଭଲ ହେଉଛନ୍ତି। ଇଏ ଗର୍ବ ଗାରିମାର ବିଷୟ ନୁହେଁ, ଏ ଅନୁଭବର ବିଷୟ। ଆଉ ଯଦି କିଛି ଆଶ୍ଚର୍ଯ୍ୟ ଜିନିଷ କିଛି ଥାଏ ମୋ ଜାଣିବାରେ, ଯେତିକି ମୁଁ ଏଇ ମୁନି ସମାଜକୁ ବା ଯେଉଁ ଶିବମୁନିଙ୍କ ସିଦ୍ଧାନ୍ତକୁ ଷ୍ଟଡି କରିଛି, ଯଦି କିଛି ଆଶ୍ଚର୍ଯ୍ୟ ଜିନିଷ ଥାଏ ସେଇଟା ହେଉଛି ତାଙ୍କର ସାଧନା, ଯେଉଁ ଯୋଗ ଶିକ୍ଷାର ସିଦ୍ଧାନ୍ତ। ମାନେ ଦେଖନ୍ତୁ, ମେଡିକାଲ ସାଇନ୍ସ ଗୋଟେ ପଟେ ରଖିଦିଅନ୍ତୁ, ବର୍ତ୍ତମାନ କେତେ ଗୁଡ଼ିଏ ରୋଗ ଅଛି ଭଲ ହେଇପାରିବନି, ମେଡିକାଲ ସାଇନ୍ସରେ ସବୁ ରୋଗ ଭଲ ହେଇପାରିବନି। ଆଉ ଏପଟରେ ଶିବମୁନିଙ୍କ ସିଦ୍ଧାନ୍ତକୁ ରଖନ୍ତୁ, ଗୋଟେ ପଟରେ ମେଡିକାଲ ସାଇନ୍ସ ସାରା ବିଶ୍ୱରେ ଯେତେ ମେଡିକାଲ ଡେଭଲପ୍ କରିଛି, ୟୁରୋପିଆନ କଣ୍ଟ୍ରି ହଉ, ଆମର ୱେଷ୍ଟର୍ଣ୍ଣ ଇଷ୍ଟର୍ଣ୍ଣ ଯେତେ ଅଛନ୍ତି ସାରା ପୃଥିବୀରେ, ସେ ସାଇନ୍ସକି ଗୋଟେ ପଟେ ରଖିଦିଅନ୍ତୁ, ସେ ଯନ୍ତ୍ରକୁ ସବୁ ଗୋଟେ ପଟେ ରଖିଦିଅନ୍ତୁ, ଆଉ ଶିବମୁନିଙ୍କ ସିଦ୍ଧାନ୍ତ ଗୋଟେ ପଟେ ରଖିଦିଅନ୍ତୁ, ତାଙ୍କର ଥାର୍ଡ ଆଇକି ଗୋଟେ ପଟେ ରଖିଦିଅନ୍ତୁ। ଶିବମୁନିଙ୍କ ଥାର୍ଡ ଆଇ ଦେଖିବାର ଜିନିଷଟାକୁ ଶିବମୁନି ଦେଖିବେ ତାଙ୍କ ଥାର୍ଡ ଆଇରେ। ଯଦି ଆମେ ଅନୁଭବ କରିପାରୁଛୁ ଥାର୍ଡ ଆଇର ସୁଯୋଗ ନେଇକି ଦେଖି ହେଉଛି ଗୋଟେ ବଡି ଭିତରଟା, ଶିବମୁନି କେମିତି ଦେଖୁଥିବେ ଅନୁଭବ କରନ୍ତୁ। ଆଉ ସେଠି ମେଡିକାଲ ସାଇନ୍ସ ଯନ୍ତ୍ର ଗୋଟେ ପଟେ ରଖିଦିଅନ୍ତୁ, ମେଡିକାଲ ସାଇନ୍ସ ଯନ୍ତ୍ର ବି ଭୁଲ ହେଉଛି ଦେଖିବା, ତାଙ୍କର ଯେଉଁ ସ୍କାନ କରୁଛନ୍ତି, MRI କରୁଛନ୍ତି, ସେଗୁଡ଼ା ବେଳେବେଳେ ଭୁଲ ରହୁଛି। ଆମେ ଦେଖୁଛୁ, ଆମେ ଯେଉଁଟା ଦେଖୁଛୁ ସେଠି, ଆଚ୍ଛା ଗୋଟେ ଜାଗାରେ ଦରଜ ଅଛି, ମେଡିକାଲ ସାଇନ୍ସ ଦେଖିପାରିବନି, ଖଣ୍ଡିଆ ହେଇଛି, ନଷ୍ଟ ହେଇଛି, ପଚି ଯାଇଛି ଦେଖିବ, କିନ୍ତୁ ଦରଜଟା ସେ ଜାଣିପାରିବନି। ଆମେ ଏମିତି କେତେ ଗୁଡ଼ିଏ ପେସେଣ୍ଟକୁ ଦେଖିଛୁ, ତାର ଦରଜ ଅଛି ବୋଲି ଜଣାପଡ଼ୁଛି, ସେ ଜାଗାଟା ଦରଜ ଅଛି ମାନେ ବିନ୍ଧୁଛି, ସେଇଟା ବି ଅନୁଭବ ହେଉଛି। ଏଇଟା କେତେ ଆଶ୍ଚର୍ଯ୍ୟ, ଅନୁଭବ କରନ୍ତୁ। ବିନ୍ଧିବାଟା ଜଣାପଡ଼ୁଛି, ଦରଜଟା ଜଣାପଡ଼ୁଛି, ଦେଖିବା କଥା ଛାଡ଼ନ୍ତୁ। ପିଲା ହବ କି ନାହିଁ ଜଣାପଡ଼ିବ, ପିଲା ହବ କି ନାହିଁ ଜଣାପଡ଼ିବ, ମାନେ ମୁଣ୍ଡରେ ହାତ ରଖିଲେ ଜଣାପଡ଼ୁଛି। ସେ ପୁରୁଷ ହଉ ସ୍ତ୍ରୀ ହଉ, ତାଙ୍କ ମୁଣ୍ଡରେ ହାତ ରଖି କହି ହେଇଯିବ ଆର ପିଲା ହବ କି ନାହିଁ। ତାପରେ ସେ କେସ୍ ଆମେ ଟେକଅପ୍ କରୁଛୁ। ଗୋଟେ ପେସେଣ୍ଟ ଆସୁଛି, ଦେଖୁଛି ସେ ମରିବ କି ନାହିଁ, ତାକୁ ପଚରା ହଉଛି, ସୋଲ୍ କଣ୍ଟାକ୍ଟ କରାହବ, ସୋଲ୍ ପଚରା ହଉଛି ତୁ ରହିବୁ କି ନାହିଁ, ଯଦି ରହିବାର ତ ଅଛି ରହିବ, ନହେଲେ ନ ରହିଲେ ଅନ୍ୟ ପ୍ରକାର ମୁଡ୍ ରହିବ, ତା ସ୍ମାଇଲିଂ ଆସିବ ତାର, ଯଦି ରହିବ ତାହେଲେ ହସିବ ସେ ନିଶ୍ଚିନ୍ତ ଭାବରେ। ଏ ଶରୀର ସହିତ କଣ୍ଟାକ୍ଟ ହଉନି, ତା ଭିତରେ ଯିଏ ସୋଲ୍ ଅଛି ତା ସହିତ କଣ୍ଟାକ୍ଟ ହଉଛି। ଏ କୋଉ ସିଦ୍ଧାନ୍ତ ଅନୁଭବ କରନ୍ତୁ। ମୁଁ ତ କହୁଛି, ଆମେ ଆମ କଥା ଛାଡ଼ନ୍ତୁ, ମାନେ ଶିବମୁନି କେତେ କ'ଣ କୋଉ ଅବସ୍ଥାରେ ଥିବେ ଅନୁଭବ କରନ୍ତୁ। ତେଣୁ ସେ ଶିବମୁନି ସେଇ ମୁନି ସମାଜ ସ୍ଥାପନ କରିବେନି ତ କିଏ ସ୍ଥାପନ କରିବ, କିଏ ସ୍ଥାପନ କରିବ? ଅନୁଭବ କରନ୍ତୁ ଏ କଥା, କେତେ ଅପୂର୍ବ ଜିନିଷ, କେମିତି ଲୁଚିକି ରହିଥାନ୍ତେ, ସେ କେମିତି ପ୍ରକାଶ ନ କରିକି ପଳେଇ ଯାଇଥାନ୍ତେ।
କେମିତି ମାନେ ଯଦି ପଳେଇ ଯାଇଥାନ୍ତେ ଅବଶୋଷ ରହିଯାଇଥାନ୍ତା ନା। ପୁଣି ଦେଖନ୍ତୁ ଯାଇକିରି ମଧ୍ୟ ପୁଣି ଫେରିକିରି ଆସୁଛନ୍ତି, ଯାଇକିରି ମଧ୍ୟ ଫେରିକିରି ଆସୁଛନ୍ତି। ତାଙ୍କ ସିଦ୍ଧାନ୍ତ ମାନେ କେତେ ଗଭୀର, କେତେ ଅନୁଭବ କରନ୍ତୁ। ଯିଏ ବହି ଲେଖିଛନ୍ତି, ଯୋଉ ବହି ଅମର ହୋନେ କା ଉପାୟ, ମୁଁ ସେଇ ବହି ତାଙ୍କର ମାନେ ସମସ୍ତଙ୍କ ଠାରୁ ଉଚ୍ଚ କୋଟିର ବହି ଯେ ଥାଏ ଶିବମୁନିଙ୍କର, ସିଏ ହଉଛି ଅମର ହୋନେ କା ଉପାୟ, ଶରୀର ଅମର ହୋନେ କା ଉପାୟ, ଶରୀର ଅମର ହେବାର ଉପାୟ। ସେ ବହି ଯିଏ ପଢିଥିବ, ଅନୁଭବ କରିବ, ମୁଁ ସେଇ ବହି ମତେ ବହୁତ ଉଚ୍ଚ କୋଟିର ଜ୍ଞାନ ଦେଇଦେଲା। ମାନେ PhD କୋର୍ସ ହବ, PhD ଠାରୁ ଆଉ କେତେ କଣ ହବ କହି ହଉନି, କେତେ ଜ୍ଞାନ ନ ଦେଇଛି ସେ ବହି। ତେଣୁ ଶିବମୁନିଙ୍କ ସିଦ୍ଧାନ୍ତ ତୁମେ ଯଦି ଅନୁଭବ କରିବ, କିଏ ଅନୁଭବ କରିବ? ଗୀତାକୁ କିଏ ବୁଝିବ? ଗୀତାକୁ କିଏ ବୁଝିବ? ଯିଏ ସାଧନ କରୁଥିବ ସେ ବୁଝିବ। କୃଷ୍ଣ କହିଲା ଅର୍ଜୁନକୁ, ଅର୍ଜୁନ ତ ବୁଝିପାରିଲା, ଆଉ ତୁମେ ଗୀତା ପଢିଲେ କେମିତି ବୁଝିବ? ସାଧନ ନ କରି କେମିତି ବୁଝିବ? ଯୋଗ ତତ୍ତ୍ୱ କଥା କହେ, ଯୋଗ କରିବନି କେମିତି ବୁଝିବ? ପ୍ରଣବ କଣ ଜାଣିନ? ପ୍ରଣବ ଲେଖିଦେଇଛି, ତସ୍ୟ ବାଚକ ପ୍ରଣବ। ଆରେ ପ୍ରଣବ କଲେ ସିନା ପ୍ରଣବ କଥା କହିବ, ଅନୁଭବ କରିବ, ନହେଲେ ଗୀତାକୁ କେମିତି ବୁଝିବ? ଯୋଉମାନେ ଗୀତା ପଢୁଛନ୍ତି ସେମାନେ ସାଧକ ହବା ଦରକାର। ବିନା ସାଧକରେ କେହି ଗୀତା ବୁଝିପାରିବେନି, କେହି ବୁଝିପାରିବେନି। ତେଣୁ ଶିବମୁନିଙ୍କ ସିଦ୍ଧାନ୍ତ ଆଉ ଶିବମୁନିଙ୍କ ଦାନ, ଶିବମୁନିଙ୍କ ଯୋଉ ଗଠନ କରିବାର ରହସ୍ୟ, 8 ଜଣ ମୁନି କି ନେଇ କରିଥାନ୍ତି। ତାପରେ ତାଙ୍କ ପାଖକୁ ପଇସା ତ ନଥିଲା, ଏପରି ଖାଇବାକୁ ବି ନଥିଲା, ତା ଦେହରେ ବହି ଲେଖୁଥିଲେ, ମାଗାଜିନ୍ ଲେଖୁଥିଲେ, ଜ୍ଞାନ ଶକ୍ତି ପ୍ରକାଶ କରୁଥିଲେ। ଯଦି ମୁନି ସମାଜ ପୂର୍ବରୁ କେତେ କଷ୍ଟ ହେଇଥିବ। ଆଉ ପରେ ପରେ ଅଜସ୍ର ପଇସା ଆସିଲା, ମାନେ ଭୂମିର ଭଣ୍ଡାର ସ୍ରୋତ ଛୁଟିଲା ଶିବମୁନିଙ୍କ ପାଖ। କିଏ କୋଉଠି ଦାନ କଲେ, ରାଜା ମଧ୍ୟ ଆସି ପହଞ୍ଚିଲେ, ଗୋଡ଼ତଳ ପଡ଼ିଲେ। କଣ ଦରକାର କୁହନ୍ତୁ? ସୁନା ମୁକୁଟ ଦରକାର, ସୁନା ଦରକାର, କଣ ଦରକାର? ଶିବମୁନି ସେଗୁଡା ଖାତିର କରୁନଥିଲେ। କିନ୍ତୁ ବଡ ଅବଶୋଷର ବିଷୟ, ଆଜି ମୁନି ସମାଜର ଗୋଟେ ଯାହା କୁହନ୍ତି ମାନେ ଘରଟିଏ ନାହିଁ, ଗୋଟେ ସେଣ୍ଟର କହିଲେ ମୁନି ସମାଜ କିଛି ନାହିଁ, ଗୋଟେ ପ୍ରଧାନ କେନ୍ଦ୍ର ନାହିଁ ଯୋଉଠି ଶିବମୁନି ରୁହନ୍ତେ, ହଜାର ହଜାର ଶିଷ୍ୟ ରୁହନ୍ତେ। ଯେମିତି ବଡ଼ ବଡ଼ ଅନୁଷ୍ଠାନ ସବୁ କରିଛନ୍ତି, ରବିଶଙ୍କର କରିଛନ୍ତି, ବା ଅନୁଗୁଳ ଚନ୍ଦ୍ର ହଉ, କ୍ରିୟା ଯୋଗ ହଉ, ବ୍ରହ୍ମାକୁମାରୀ ହଉ, ଯୋଉ ବଡ଼ ବଡ଼ ଆଶ୍ରମ ସବୁ କରାଯାଇଛି, କିନ୍ତୁ ସେମିତି ମୁନି ସମାଜରେ ହେଇପାରିଲାନି। ସେଇଟା ଗୋଟେ ଦୁଃଖର ବିଷୟ। ତେଣୁ ମୋର ପରିକଳ୍ପନା ରହିଛି, ଗୋଟେ 5 ଏକର ଜମି ଉପରେ ଶିବମୁନି ସିଦ୍ଧାନ୍ତକୁ ପ୍ରଚାର କରିବା ପାଇଁ ଗୋଟେ ବୃହତ୍ ଘର ଦରକାର, ସେଠି ଆଶ୍ରମ ଦରକାର, ଲାଇବ୍ରେରୀ ରହିବ, ପ୍ରେସ୍ ରହିବ, ସମାଧି କେନ୍ଦ୍ର ରହିବ, ସାଧନ କେନ୍ଦ୍ର ରହିବ, ଅଣ୍ଡରଗ୍ରାଉଣ୍ଡ ରହିବ, ଯୋଉଟାକି ଯୋଉମାନେ ପଶିବେ, ଯୋଉ 10 ଜଣ କି 7 ଜଣ ପଶିବେ, ସେମାନେ ସମାଧି ହେଇକିରି ଆସିବେ ଭିତର। ଏଭଳି ମୋର ପରିକଳ୍ପନା ନେଇକିରି ମୋ ମନ ଭିତରେ କଳ୍ପନା ରହିଛି କରିବା ପାଇଁ। ଆଉ ଗୋଟେ ବୃହତ୍ତର ଆଶ୍ରମ ହଉ, ଯୋଉଠି ସବୁ ଲୋକ ଆସି କିଛି ସାଧନ ଉପଲବ୍ଧି କରିପାରିବେ, ସାଧନ କଣ ବୁଝିପାରିବେ, ଜାଣିପାରିବେ, ରହିକିରି ସାଧନ କରିବା ଦରକାର। କୌଣସି ଗୁରୁଙ୍କ ଆଗରେ ରହିକିରି ପ୍ରଣବ ଶିକ୍ଷା ଦରକାର। ଜଣେ ତ ଗୋଟେ ଦିନରେ ସାଧନ ଶିଖେଇ ଦଉଛି, କିନ୍ତୁ ଗୋଟେ ପ୍ରଣବ ଶିକ୍ଷକ ହେଲେ ଦରକାର 3 ମାସ, କଣ୍ଟିନ୍ୟୁଅସଲି 3 ମାସ ଦରକାର ପ୍ରଣବ। ଆଉ ଖାଲି ପ୍ରଣବଟା ସଂଶୋଧନ, ମାନେ ପ୍ରଣବର ଉଚ୍ଚାରଣ ଶିଖିବାକୁ 3 ଦିନ ଲାଗିବ, ମୁଁ ଯେତିକି ଅନୁଭବ କରୁଛି। ଅବଶ୍ୟ ମୁଁ ସମସ୍ତଙ୍କ ପାଖକୁ ଯାଇଛି ମୁନି ସମାଜ ସିଦ୍ଧାନ୍ତ ଚକ୍ରଭେଦନ ଶିଖିବା ପାଇଁ, କିନ୍ତୁ ମୋତେ କେହି ସାଟିସ୍ଫାଏଡ୍ କରିପାରିନଥିଲେ। ମୁଁ ଖୋଜିଛି, ତେଣୁ ନିଜ ଭିତରୁ ମୁଁ ବହୁତ ପାଇଛି, ନିଜ ଭିତରୁ ବହୁତ ପାଇଛି।
से ଚାବି ଗୁରୁଦେବ ଦେଇଥିଲେ। କେମିତି ଦେଇଥିଲେ? ତାଙ୍କ ବହିରେ ଥୁଆ ହେଇଛି ସେ ଚାବି। ତୁମେ ନିଜର ଚାବି ନେଇ ନିଜ ଭିତରୁ ଖୋଲ। ଯୋଗ ରୂପକ ଚାବି ନେଇକି ତୁମ ନିଜ ଭିତରୁ ଖୋଲ, ସବୁ ଜିନିଷ ପାଇଯିବ। ଏ ସିଦ୍ଧାନ୍ତ ଆଉ ଆଜି ଯୁଗାନ୍ତକାରୀ ପଦକ୍ଷେପ। ଆଜି ଡିସେମ୍ବର 26 ତାରିଖ, ବହୁତ ଆନନ୍ଦର ଦିନ ମୁନି ସମାଜ ପାଇଁ। ଆମକୁ ଜାନୁଆରୀ 26ଟା ଯେତିକି ଆନନ୍ଦ ହୁଏତ ନ ଦେଇପାରେ, ଅଗଷ୍ଟ 15 ନ ଦେଇପାରେ, କିନ୍ତୁ ଡିସେମ୍ବର 26କୁ ସାରା ବିଶ୍ୱ ସମୟ ଆସିବ, ଦିନେ ଗ୍ରହଣ କରିବେ। ତାଙ୍କ ସିଦ୍ଧାନ୍ତ ମାନେ କେତେ ଯୁଗାନ୍ତକାରୀ ହେଇଯିବ କହିହେବନି। ଯିଏ କରିଛି, ଯିଏ ଅନୁଭବ କରିଛି, ଯିଏ ଲୋକମାନଙ୍କ ଉପରେ ପରୀକ୍ଷା କରି ଦେଖିଛି, ସେ ଅନୁଭବ କରିପାରିବ। ସାରା ଡକ୍ଟରମାନଙ୍କୁ ଯେଉଁ ସିଦ୍ଧାନ୍ତ ନେଇକିରି ହାରାସମେଣ୍ଟ ହେଉଛନ୍ତି, ଗୋଟିଏ ଲୋକ, ଗୋଟିଏ ଯୋଗୀ ସାରା ସଂସାରର ସମସ୍ତ ରୋଗକୁ ଭଲ କରିଦେବ ଗୋଟିଏ ସିଦ୍ଧାନ୍ତରେ। ଏ କେତେ ବଡ଼ କଥା ଅନୁଭବ କରନ୍ତୁ। ମୁଁ ପରୀକ୍ଷା କରି ଦେଖିଛି। ମୋ ପାଖକୁ ଏଡ୍ସ ପେସେଣ୍ଟ ଆସିଛନ୍ତି, 3 ଜଣଙ୍କୁ ଭଲ କରିଛି। ବ୍ଲଡ଼ କ୍ୟାନ୍ସର ପେସେଣ୍ଟ ଭଲ ହେଇଛନ୍ତି, ହେମୋଗ୍ଲୋବିନ୍ 4, ପଚା ବ୍ଲଡ଼। ମୁଁ ବି କେବେ କଳ୍ପନା କରିନଥିଲି ଏ କାମ ମୁଁ କରିବି। ଆମେ ଖାଇ ପିଇ ବୁଲିବା, ଖେଳିବା ଲୋକ। ମୁନିର ଗେରୁଆ ବସ୍ତ୍ର ପିନ୍ଧିବା କଥା ନୁହେଁ, କେବେ ମୁଁ ଜାଣିନଥିଲି ମୁଁ ପିନ୍ଧିବି। କିନ୍ତୁ ମୋର ଏ ରୋଗ ମୋତେ ଟାଣି ଆଣିଲା ଭିତରୁ। ତା ପଛରେ କୋଉ ରହସ୍ୟ ଥିଲା, କିଏ ଟାଣି ଆଣିଲା ମୁଁ ଜାଣିନି। ହଉ, ଏଇଠି ଆମେ ରଖିଦେବା, 12ଟା ହେଲାଣି, ବୁଝିଲେ? ଆମେ ପ୍ରଣାମ କରିବା। ପ୍ରଣାମ ପରେ ଯଦି ହବ ଆମେ ଆଲୋଚନା କରିବା।